ତାଙ୍କର ଏକ ଚିଠିକୁ ଆଧାର କରି ତାଙ୍କର ଗୋଟେ ଚିଠି ଏବଂ ଗଣମାଧ୍ୟମର ମନ୍ତବ୍ୟକୁ ବିଶୃଙ୍ଖଳିତ ଦର୍ଶାଇ ହୁଁ, 13 ତାରିଖରେ ଗତକାଲି ଯଦିଓ ସମସ୍ତେ ଜାଣିଲେ ସାର୍ବଜନୀନ ହେଲା ଚିଠି 13 ତାରିଖରେ ବାହାରିଛି। 13 ତାରିଖରୁ ତାଙ୍କୁ ବହିଷ୍କାର କରାଯାଇଛି ଦଳ। ତାଙ୍କ ବିଶୃଙ୍ଖଳିତ ଆଚରଣ ସେଥିରେ ଦର୍ଶାଯାଇଛି ଯେ ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଗଲା। ଏବେ ତାଙ୍କର କାର୍ଯ୍ୟ କଣ ହବ? ଚିଠିରେ ଯାହା କଣ୍ଟେଣ୍ଟ ଥିଲା ସେ ନିଜେ ଜାଣିଥିଲେ ଯେ ଯେକୌଣସି ସଚେତନ ଲୋକ କୌଣସି ଚେତନା ଥିବା ଲୋକ ବୁଝିପାରିବ ଯେ ମୋ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ନିଶ୍ଚିତ। ଦଳକୁ ଯଦି ସୁଧାରିବାର ଉଦ୍ଦେଶ୍ୟ ଥିଲା ତାହେଲେ ଦଳୀୟ ଫୋରମ ଭିତରେ ହେଇଥିଲେ ଏଇଟା କେହି କହିନଥାନ୍ତେ। ଦଳର ଫୋରମ ଭିତରେ ଚିଠିଟା ହେଲା, ଚିଠିଟା ଯିବ ଦିଲ୍ଲୀ, ଦିଲ୍ଲୀରେ ସେଠି ଆଲୋଚନା କରାଯିବ, ଭିତରେ ଭିତରେ ତର୍ଜମା ହେଇଥାନ୍ତା, କେହି ଜାଣିନଥାନ୍ତେ। ଆପଣ ତାକୁ ଚିଠିଟାକୁ ଯେତେବେଳେ ସାର୍ବଜନୀନ କରିଛନ୍ତି ଏଇଟା କୋଉଠି ନା କୋଉଠି ଦଳ ଭାବିଲା ଯେ ଦଳର କହିବା ଅନୁସାରେ ଏଇଟା ବିଶୃଙ୍ଖଳିତ କାର୍ଯ୍ୟକ୍ରମ। ବାରବାଟୀରେ କଟକରେ ଯଦି ଅନ୍ୟ କୋଉ ଦଳରେ ଯୋଗ ଦେବେ ସେ କୋଉ ନେତା ହିସାବରେ ଯୋଗ ଦେବେ? ତାଙ୍କ ଝିଅ ତ ସେଇଠୁ ବିଧାୟକ ଅଛନ୍ତି। କେବେ ବି ସେ ଝିଅର ଭବିଷ୍ୟତକୁ ନଷ୍ଟ କରିକିରି ଭବିଷ୍ୟତକୁ ଚ୍ୟାଲେଞ୍ଜକୁ ଟାଣିକିରି କେବେ ବି ଅନ୍ୟ ଦଳରେ ଯୋଗ ଦେବେ ମୁଁ ଭାବୁନି। କାରଣ ସେଠି କଂଗ୍ରେସରୁ ତାଙ୍କ ଝିଅ ବିଧାୟିକା ଅଛନ୍ତି। ମନେକର ଅନ୍ୟ କୌଣସି ଦଳରେ ଯୋଗ ଦେଲେ ତାହେଲେ ତାଙ୍କୁ ତାଙ୍କ ଝିଅଙ୍କ ବିରୁଦ୍ଧରେ ମଧ୍ୟ ସ୍ୱର ଉତ୍ତୋଳନ କରିବାକୁ ପଡିବ ବିଭିନ୍ନ ସମୟରେ ରାଜନୈତିକ କାର୍ଯ୍ୟକ୍ରମରେ। ଶୁଣନ୍ତୁ, ମୁକିମକୁ ମହମ୍ମଦ ମୁକିମ କଂଗ୍ରେସର ଜଣେ ପୁରୁଖା ନେତା ଥିଲେ। 15-17 ବର୍ଷ ଧରି କଂଗ୍ରେସ ସଂଗଠନ ସହିତ ତାଙ୍କର କାର୍ଯ୍ୟ କରିଛନ୍ତି। ପୂର୍ବରୁ ବିଧାୟକ ଥିଲେ, କଟକ ସଭାପତି ବି ଥିଲେ। ପ୍ରସାଦ ହରିଚନ୍ଦନଙ୍କ ସମୟରେ ସଭାପତିତ୍ୱ ସମୟରେ କୋଷାଧ୍ୟକ୍ଷ ବି ଥିଲେ, ଦଳ ରାଜ୍ୟ କୋଷାଧ୍ୟକ୍ଷ ଥିଲେ, ଅଭିଜ୍ଞ ନେତା। ବାରବାଟୀ ଆଉ କଟକ ଜିଲ୍ଲା କଟକର ସେ ଜଣେ ଭଲ ଟାଣୁଆ ନେତା, ପ୍ରଭାବଶାଳୀ ନେତା। ଗତକାଲି ଘଟଣାକ୍ରମରେ ତାଙ୍କୁ ବହିଷ୍କାର କରାଯାଇଛି ଦଳରୁ। ତାଙ୍କର ଏକ ଚିଠିକୁ ଆଧାର କରି ତାଙ୍କର ଗୋଟେ ଚିଠି ଏବଂ ଗଣମାଧ୍ୟମର ମନ୍ତବ୍ୟକୁ ବିଶୃଙ୍ଖଳିତ ଦର୍ଶାଇ 13 ତାରିଖରେ ଗତକାଲି ଯଦିଓ ସମସ୍ତେ ଜାଣିଲେ ସାର୍ବଜନୀନ ହେଲା ଚିଠି 13 ତାରିଖରେ ବାହାରିଛି। 13 ତାରିଖରୁ ତାଙ୍କୁ ବହିଷ୍କାର କରାଯାଇଛି ଦଳ। ତାଙ୍କ ବିଶୃଙ୍ଖଳିତ ଆଚରଣ ସେଥିରେ ଦର୍ଶାଯାଇଛି ଯେ ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଗଲା। ଏବେ ତାଙ୍କର କାର୍ଯ୍ୟ କଣ ହବ? ସିଏ ଯେତେବେଳେ ଚିଠିଟି ଲେଖିଥିଲେ ଚିଠିରେ ଯାହା କଣ୍ଟେଣ୍ଟ ଥିଲା ସେ ନିଜେ ଜାଣିଥିଲେ ଯେ ଯେକୌଣସି ସଚେତନ ଲୋକ କୌଣସି ଚେତନା ଥିବା ଲୋକ ବୁଝିପାରିବ ଯେ ମୋ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ନିଶ୍ଚିତ। ମା ପାଖକୁ ଚିଠି ଲେଖା ହବ ପୁଅ ବିରୁଦ୍ଧରେ। ସୋନିଆ ଗାନ୍ଧୀଙ୍କ ପାଖକୁ ଚିଠି ଲେଖାଯାଇଛି। ରାହୁଲ ଗାନ୍ଧୀ କେବଳ ଭକ୍ତ ଦାସଙ୍କ ବିରୁଦ୍ଧରେ ଲେଖିଥିଲେ ଚିତ୍ର ଭିନ୍ନ ହେଇଥାନ୍ତା। ଦଳ ଡାକିକିରି ବସେଇଥାନ୍ତା, ଆଲୋଚନା କରିଥାନ୍ତା, କନ୍ଦଳ ମିଟେଇବା ପାଇଁ ଚେଷ୍ଟା କରିଥାନ୍ତା। କିନ୍ତୁ ଯେତେବେଳେ ସିଧାସଳଖ ଭାବରେ ଦେଶର କଂଗ୍ରେସ ରାଜନୀତି ଠିକଣା ଭାବରେ ଚାଲି ନାହିଁ ବୋଲି କହିକିରି ଯୋଉମାନେ ନେତୃତ୍ୱ ନେଉଛନ୍ତି, ଠିକଣା ଭାବରେ ଚାଲିଲେ ମାନେ ପରୋକ୍ଷ ଭାବରେ ସଭାପତି କିଏ? ମଲ୍ଲିକାର୍ଜୁନ ଖଡଗେ। ଦଳର ବାସ୍ତବ ନେତୃତ୍ୱ କିଏ ନେଉଛନ୍ତି? ରାହୁଲ ଗାନ୍ଧୀ। ପରୋକ୍ଷରେ ଆପଣ ତାଙ୍କୁ ସେମାନଙ୍କର ନେତୃତ୍ୱ ତାଙ୍କର ପ୍ରତିବଦ୍ଧତାକୁ ଆପଣ ଚ୍ୟାଲେଞ୍ଜ କଲେ। ଆଉ ଏଇଟା ଲେଖିବା ପରେ ଖାଲି ତ ଲେଖିଲେନି, ଆପଣ ଟିଭି ମିଡିଆ ଡାକିକିରି ତାକୁ ଏୟା ଲେଖିଛି ବୋଲି ଗପି ଦେଲେ। ତା ମାନେ ଆପଣ କୋଉଠି ନା କୋଉଠି ଟିକେ ମାନସିକ ସ୍ତରରେ ନିଶ୍ଚିତ ଥିଲେ ମୋ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହବ। ତାର କାରଣ କଣ ସେଇଟା ନିଜେ ମୁକିମ ମହୋଦୟ ଜାଣିଥିବେ ଯେ ନିଜେ ଦଳରୁ ଦୂରେଇ ଯିବା ପାଇଁ ମାନେ ଏଇ ଯୋଉ କଥାଟି ସେ କରିଛନ୍ତି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହବ, ଦଳରୁ ବହିଷ୍କାର କରାଯିବ କି ସସ୍ପେଣ୍ଡ କରାଯିବ, ତା ମାନେ ସେ ଫାଙ୍କା ହେଇଯିବେ। ସେ ଫାଙ୍କା ହେବା ପାଇଁ କାହିଁକି ଚାହୁଁଥିଲେ ସେଇଟା ମୁକିମ ହିଁ ତାର ଉତ୍ତର ଦେଇପାରିବେ କଣ ପାଇଁ ସିଏ ଏଭଳି ଚିଠି ଲେଖିଥିଲେ। ଦଳକୁ ଯଦି ସୁଧାରିବାର ଉଦ୍ଦେଶ୍ୟ ଥିଲା ତାହେଲେ ଦଳୀୟ ଫୋରମ ଭିତରେ ହେଇଥିଲେ ଏଇଟା କେହି କହିନଥାନ୍ତେ। ଦଳର ଫୋରମ ଭିତରେ ଚିଠିଟା ହେଲା, ଚିଠିଟା ଯିବ ଦିଲ୍ଲୀ, ଦିଲ୍ଲୀରେ ସେଠି ଆଲୋଚନା କରାଯିବ, ଭିତରେ ଭିତରେ ତର୍ଜମା ହେଇଥାନ୍ତା, କେହି ଜାଣିନଥାନ୍ତେ। ଆପଣ ତାକୁ ଚିଠିଟାକୁ ଯେତେବେଳେ ସାର୍ବଜନୀନ କରିଛନ୍ତି ଏଇଟା କୋଉଠି ନା କୋଉଠି ଦଳ ଭାବିଲା ଯେ ଦଳର କହିବା ଅନୁସାରେ ଏଇଟା ବିଶୃଙ୍ଖଳିତ କାର୍ଯ୍ୟକ୍ରମ। ଏଇଟା ନୂଆ ନୁହଁ। ଆପଣ ଦଳର ନିଷ୍ପତ୍ତିକୁ ମଧ୍ୟ ଅତୀତରେ ରାଷ୍ଟ୍ରପତି ନିର୍ବାଚନ ବେଳେ ମଧ୍ୟ ଦଳର ପ୍ରତିକୂଳରେ ଯାଇଛନ୍ତି, ସ୍ରୋତର ପ୍ରତିକୂଳରେ ଯାଇଛନ୍ତି। ଆପଣ ନିହାତି ଭାବରେ ମୁକିମ ଜଣେ ବରିଷ୍ଠ ନେତା, ସେ ସଭାପତି ପଦ ପାଇଁ ଆଶାୟୀ ବି ଥିଲେ।
ସେତେବେଳେ ଆଶା ହେଇଥିଲେ ତାଙ୍କୁ ସେ ସମୟରେ ଶରତ ପଟ୍ଟନାୟକଙ୍କୁ କରିଦିଆଗଲା। ସେଇ ସମୟରେ ସେ ଅସନ୍ତୁଷ୍ଟ ରହିଲେ। ତାପରେ ପୁଣି ବଦଳିଲେ, ଭକ୍ତ ଦାସଙ୍କୁ କରିଦିଆଗଲା। ହଁ, ପିସିସି ସଭାପତି ହେଇଯାଇଥିଲେ ଗୋଟେ ବାର୍ଗେନିଂ ଷ୍ଟେଜରେ। ବାର୍ଗେନିଂ ମାନେ ପଇସା ମୂଲଚାଲ ନୁହଁ, ଗୋଟେ ପାୱାରରେ ଗୋଟେ ପିସିସି ର ସଭାପତି ଯିଏ ହବ, ଗୋଟେ ରାଜ୍ୟର ନେତା, ହଁ, ନିହାତି ଭାବରେ ତାର ଦବଦବା ରହେ। ହଁ, ତେଣୁ ସିଏ ସେଇଟା ଯେହେତୁ ହେଇପାରୁନି, ତେଣୁ ସେ ଅନ୍ୟ କୌଣସି ମହତ୍ଵ ଉଦ୍ଦେଶ୍ୟ ରଖିକିରି ତାଙ୍କର ଏ ବିଦ୍ରୋହ କରିଛନ୍ତି। ଶୁଣନ୍ତୁ, କିଛି ଦିନ ଧରି ଚର୍ଚ୍ଚା ହଉଥିଲା, ଆମେ ତ ସ୍ପଷ୍ଟ ଜାଣିନାହିଁ, ଆମେ କହିପାରିବାନି। ଆମେ କହିଲେ ଗୋଟେ ଶୁଣା ଯାଉଥିଲା ଯେ ନୂଆ ଦଳ କରୁଛନ୍ତି, ଗଣମାଧ୍ୟମରେ ଚର୍ଚ୍ଚା ହଉଥିଲା ନୂଆ ଦଳ କରିବେ, କି ଅନ୍ୟ କୋଉ ଦଳରେ ଯୋଗ ଦେବେ। ହଁ, ସେଠି ତ ବାରବାଟୀରେ, କଟକରେ ଯଦି ଅନ୍ୟ କୋଉ ଦଳରେ ଯୋଗ ଦେବେ, ସେ କୋଉ ନେତା ହିସାବରେ ଯୋଗ ଦେବେ? ତାଙ୍କ ଝିଅ ତ ସେଇଠୁ ବିଧାୟକ ଅଛନ୍ତି। କେବେ ବି ସେ ଝିଅର ଭବିଷ୍ୟତକୁ ନଷ୍ଟ କରିକିରି, ଭବିଷ୍ୟତକୁ ଚ୍ୟାଲେଞ୍ଜକୁ ଟାଣିକିରି କେବେ ବି ଅନ୍ୟ ଦଳରେ ଯୋଗ ଦେବେ ମୁଁ ଭାବୁନି। କାରଣ ସେଠି କଂଗ୍ରେସରୁ ତାଙ୍କ ଝିଅ ବିଧାୟିକା ଅଛନ୍ତି। ମନେକର ଅନ୍ୟ କୌଣସି ଦଳରେ ଯୋଗ ଦେଲେ, ତାହେଲେ ତାଙ୍କୁ ତାଙ୍କ ଝିଅଙ୍କ ବିରୁଦ୍ଧରେ ମଧ୍ୟ ସ୍ୱର ଉତ୍ତୋଳନ କରିବାକୁ ପଡିବ ବିଭିନ୍ନ ସମୟରେ ରାଜନୈତିକ କାର୍ଯ୍ୟକ୍ରମରେ। ତେଣୁ ଭାବୁଛି ସେ କିଛି ଗୋଟେ ନୂଆ ସଂଗଠନ କରିବାର ମାନସିକତାରେ ଅଛନ୍ତି, କି ନୀରବ ରହିବାର। କାରଣ ସେ ଜଣେ ସଫଳ ବ୍ୟବସାୟୀ। ବୋକିମ୍, ମହମ୍ମଦ ବୋକିମ୍ ଜଣେ ସଫଳ ବ୍ୟବସାୟୀ, ଓଡ଼ିଶାର ଜଣେ କିଛି ହାତ ଗଣତି ରିଅଲ ଇଷ୍ଟେଟ ବିଜନେସ ଓନରଙ୍କ ଭିତରେ ସେ ଅନ୍ୟତମ। ତେଣୁ ହୁଏତ ବ୍ୟବସାୟିକ କାରଣ ହେଇପାରେ ବା ରାଜନୈତିକ କାରଣ ହେଇଥାଇପାରେ, ସେ ଏଭଳି ନିଷ୍ପତ୍ତି, ଏଭଳି ପଦକ୍ଷେପ ନେଇଥାଇ ପାରନ୍ତି। ଶୁଣନ୍ତୁ, ବ୍ୟକ୍ତିଗତ ସ୍ତରରେ ଯଦି କହିବେ, ମାନସିକ ସ୍ତରରେ କହିବେ, ହଁ ସୋଫିଆଙ୍କ ଉପରେ ମାନସିକ ସ୍ତରରେ ଟିକେ ପ୍ରଭାବ ପଡିବ। କାହିଁକି ବାପାଙ୍କୁ ବହିଷ୍କୃତ କରାଯାଇଛି, ମାନସିକ ଜାଗା ଯେକୌଣସି ଝିଅର ମନରେ ଟିକେ ଆଘାତ ହବ, ସାମାଜିକ ଅପଦସ୍ଥ ଗୋଟେ ହବ। କିନ୍ତୁ ରାଜନୈତିକ ଦୃଷ୍ଟିରୁ ମୁଁ ଭାବୁନି। ସେ ହଉଛନ୍ତି କଂଗ୍ରେସର ବିଧାୟିକା, ଜଣେ ସମ୍ଭାବନାମୟୀ ବିଧାୟିକା। ମୁଁ ତ କହେ ବିଧାନସଭାରେ ଯୋଉ 2-3 ଜଣ ବିଧାୟକଙ୍କ ଭିତରୁ ମତେ ସେ ସୋଫିଆ ଫିରଦୌସଙ୍କର ଡିବେଟ ବହୁତ ଭଲ ଲାଗେ। ଭଲ ଲାଗେ, ମୁଁ କହୁନି କିଏ ଭଲ ଲୋକ ବୋଲିକିରି, କାହାକୁ ମୁଁ ସାର୍ଟିଫିକେଟ ଦଉନି। ବିତର୍କ ତାଙ୍କର ଭଲ ଲାଗେ। ଅରବିନ୍ଦ ମହାପାତ୍ର ଜଣେ ନବାଗତ, ତାଙ୍କର ବିତର୍କ ଭଲ ଲାଗେ। ଆଉ କିଛି ଲୋକଙ୍କର ବିତର୍କ ଭଲ ଲାଗେ। ତେଣୁ ଏମାନଙ୍କ ଭିତରେ ସମ୍ଭାବନା ଅଛି। ମୁଁ ଭାବୁନି ନିଜ ଭିତରେ ଥିବା ସମ୍ଭାବନାକୁ କ୍ଷତିଗ୍ରସ୍ତ କରିବା ପାଇଁ ସୋଫିଆ ଫିରଦୌସ କେବେ ବି ଚାହିଁବେ, ଆଉ ତାଙ୍କ ବାପା ବି କେବେ ଚାହିଁବେନି ତାଙ୍କ ଝିଅର ସମ୍ଭାବନା ଏବେ କୌଣସି ଭାବରେ ପ୍ରଭାବିତ ହଉ। ଆଉ କଂଗ୍ରେସ ବି କେବେ ଚାହିଁବନି ତାଙ୍କ ଦଳର ଗୋଟେ ବିଧାୟିକାଙ୍କୁ ଅପଦସ୍ଥ କରିବା ପାଇଁ। ମୁଁ ଭାବୁଛି ଯୋଉ 2-3 ବର୍ଷ 2 ମାସ ପାଖାପାଖି ସମୟ ଅଛି, ସୁରୁଖୁରୁରେ, କିଛି ଅସୁବିଧା ନାହିଁ। ମାନସିକ ସ୍ତରରେ ଦ୍ୱନ୍ଦ୍ୱଟା ରହିବ। ଦଳୀୟ ନେତାଙ୍କୁ, ଦଳୀୟ ନେତା ଦଳର ନିଷ୍ପତ୍ତିକୁ ହୁଏତ ସେ ନଜରଅନ୍ଦାଜ କୋଉଠି କଣ କରିପାରନ୍ତି, ନ କରି ବି ପାରନ୍ତି। କିନ୍ତୁ ବିଧାନସଭାରେ ବିଧାୟକ ଦଳର ନେତା ଯିଏ ଅଛନ୍ତି ରାମଚନ୍ଦ୍ର କାଡାମ, ତାଙ୍କରି ମାର୍ଗଦର୍ଶନରେ ନିହାତି ଭାବରେ ତାଙ୍କୁ କାମ କରିବାରେ କିଛି ଅସୁବିଧା ହବ ନାହିଁ। ଦଳ ସେମିତି କିଛି ଅସୁବିଧାରେ ପକେଇବ ନାହିଁ। କାରଣ ଗହମ ଗୋଟି ଗଣତା ପରା, ହାତରେ ଅଳ୍ପ ବିଧାୟକ, କଂଗ୍ରେସ କାହିଁକି ତା ବିଧାୟିକାଙ୍କୁ ଅସନ୍ତୁଷ୍ଟ କରିବ? ତେଣୁ ମୁଁ ଭାବୁଛି ବିଧାୟିକା ଭାବେ କାମ କରିବା ପାଇଁ କୌଣସି ଅସୁବିଧା ହବନି। ହଁ, ସାମାଜିକ ମନସ୍ତାତ୍ତ୍ୱିକ ଦିଗରୁ ସେ ଟିକେ ମାନେ ପ୍ରଭାବିତ ହେଇପାରନ୍ତି। ଆଜ୍ଞା, ବାପା ଥିଲେ କଂଗ୍ରେସରେ, କଂଗ୍ରେସର ଲୋକପ୍ରିୟତା ହାସଲ କରିଥିଲେ, ବାରବାଟୀରେ ବିଧାୟକ ହୋଇଥିଲେ, ତାଙ୍କର ଝିଅ ମଧ୍ୟ ବାରବାଟୀ ଜିତିଥିଲେ। କିନ୍ତୁ ବାପା ଯେହେତୁ କଂଗ୍ରେସ ଛାଡ଼ିଛନ୍ତି, ଝିଅ କିଛି ମନ ବଳାଇଦେଇ କଂଗ୍ରେସ ଛାଡ଼ିବା ପାଇଁ ବାପାଙ୍କୁ ସମ୍ମାନ ନାଇଁ, ଏବେ ସେ ବିଷୟରେ ଆପଣ ଆଲୋଚନା କରିବାଟା ବୋକାମି ହବ। କାରଣ ସିଏ କଂଗ୍ରେସ ଛାଡିବା ପାଇଁ ନିଷ୍ପତ୍ତି ନେଲେ ପଦବୀ ଉପରେ ତାଙ୍କର ଅସୁବିଧା ଆସିପାରେ। ସେ କେବେ ବି ଚାହିଁବେନି, ଆଉ ତାଙ୍କ ବାପା ବି କେବେ ଚାହିଁବେନି କଟକର ପୁଣି ବାରବାଟୀ ଗୋଟେ ଉପନିର୍ବାଚନ ଦେଖୁ କି କଣ ଗୋଟେ ଅସୁବିଧା ସୃଷ୍ଟି ହଉ ବୋଲି ବାପା ବି ଚାହିଁବେନି। କାରଣ ବିଧାୟକ ହେଇକି ଜିତିବାଟା ଆଜ୍ଞା ଏତେ ସହଜ କଥା ନୁହଁ। ଏତେ ଲୋକପ୍ରିୟ ନୁହନ୍ତି। ବହୁ ଲୋକପ୍ରିୟ ନେତା ଆଜ୍ଞା କୋଉଠି ଅତୀତରେ ବାଜପେୟୀଙ୍କ ଭଳିଆ ମହାନ ନେତା ସେ ମଧ୍ୟ ପରାଜୟର ସାମ୍ନା କରିଥିଲେ। ନବୀନ ପଟ୍ଟନାୟକ ପରାଜୟ ବରଣ କଲେ କଣ୍ଟାବାଞ୍ଜିରେ। ତେଣୁ ଏତେ ବିଧାନସଭାରେ ଥରେ ଜିତିଥିବା ଲୋକ କେବେ ନିଜ ଖୁସିରେ ନିଜ ସିଟକୁ ବିପନ୍ନ କରିବାକୁ ଚାହିଁବେନି, କି ତାଙ୍କ ବାପା ବି ଚାହିଁବେ ନାହିଁ। ମୁଁ ଭାବୁନି ଯେ ଏତେ ଶୀଘ୍ର ସେ କୌଣସି ଗୋଟେ ଚରମ ନିଷ୍ପତ୍ତି ନେବେ ବୋଲି ଆମର ବିଧାୟିକା। ଯଦି ନବାର ଅଛି ହୁଏତ ନିର୍ବାଚନ ପୂର୍ବରୁ କିଛି ନେଇ ପାରନ୍ତି, ଅଲଗା କଥା, ଆମେ କହିପାରିବା ନାହିଁ।
किंतु से जड़े चतुर आउ जड़े सेमती चेतना युक्त विधायिका अच्छी ज्ञान बुद्धि शुद्धि अच्छी केबे कहीं कौन राजनेता निज गोड़े कुराड़ी मारिबे नाही। क्या आप चाहते हैं ताज़ा, स्वादिष्ट और पौष्टिक मशरूम आपके घर तक पहुंचे? तो आज ही जुड़िए कल्याणी मशरूम सेंटर के साथ। यहाँ मिलता है फार्म फ्रेश मोजो मशरूम, मुलायम पनीर, ताज़ा ग्रीन मटर, स्वीट कॉर्न और बेबी कॉर्न, सब कुछ एक ही जगह, बेहतरीन क्वालिटी के साथ। हम देते हैं होलसेल और रिटेल दोनों सुविधाएं। आज ही डिस्ट्रीब्यूटरशिप लेने के लिए कॉल करें 9337096782 या 9040091506। कल्याणी मशरूम सेंटर, ओडिशा का भरोसेमंद नाम, मोजो मशरूम और डेयरी प्रोडक्ट्स में।